Hello to all, good morning. ମୁଁ ଟ୍ୱିଙ୍କଲ ନଲେଜ କାର୍ଡ ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣ ସମସ୍ତଙ୍କୁ ମୋର ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆଜିର ସକାଳ ସକାଳରୁ ମୁଁ ଆପଣମାନଙ୍କ ପାଇଁ ଗୋଟେ ଗୁଡ ନ୍ୟୁଜ ନେଇ ଆସିଛି। ଗୁଡ ନ୍ୟୁଜ ଟି ଶୁଣିଲେ ଆପଣମାନେ ବହୁତ ଭାବରେ ଖୁସି ମଧ୍ୟ ହେବେ। ଓଡିଶା ଗଭର୍ଣ୍ଣମେଣ୍ଟରେ ଆପଣମାନଙ୍କ ପାଇଁ ପ୍ରାୟତଃ 7,000ରୁ ଅଧିକଟି ପୋଷ୍ଟ ବାହାରିଛି। ଦେଖିବା ଆମର କଣ ସବୁ ପୋଷ୍ଟ ରହିଛି। ଯଦି ଆପଣମାନେ ସେଥିରେ ପକାଇବା ପାଇଁ ଇଣ୍ଟରେଷ୍ଟେଡ ଅଛନ୍ତି ତାହେଲେ ଆପ୍ଲିକେସନ କୁ ଫିଲଅପ କରିକି ଆପଣ ଫର୍ମ ପକେଇଦେବେ। ତା ସହିତ ଏବେଠାରୁ ମଧ୍ୟ ପ୍ରିପାରେସନ ଆରମ୍ଭ କରନ୍ତୁ। ତାହେଲେ ଦେଖିବା ଆମର କଣ ସବୁ ରହିଛି। ଦେଖିବା କନଷ୍ଟେବଲ ର କେତେ ପୋଷ୍ଟ ଅଛି। କନଷ୍ଟେବଲ ର ଆମର ସମୁଦାୟ 300ଟି ପୋଷ୍ଟ ରହିଛି। ସେଭଳି OISF କନଷ୍ଟେବଲ ରେ 2,212ଟି ପୋଷ୍ଟ ରହିଛି। ସିଭିଲ କନଷ୍ଟେବଲ ର 4,219ଟି ପୋଷ୍ଟ ରହିଛି। SI ଆଣ୍ଡ ଇକ୍ୟୁଭାଲେଣ୍ଟ ରାଙ୍କ ର 933ଟି ପୋଷ୍ଟ ରହିଛି। ତ ପ୍ରାୟତଃ 7,000ରୁ ଅଧିକ ପୋଷ୍ଟ ଆମର ବାହାରିଛି। ତ ଆପଣ ମାନେ ଏବେଠାରୁ ହିଁ ପ୍ରିପାରେସନ ଆରମ୍ଭ କରନ୍ତୁ, ଯେମିତି କି ଆପଣଙ୍କର ଗୋଟିଏ ପୋଷ୍ଟ ନିହାତି ପକ୍କା କରିଦେବେ। ତ ଏଇ ଏକ୍ଜାମ ଗୋଟେ ଭଲ କଥା ହଉଛି, ଏହି ଏକ୍ଜାମ ଆମର ଯୋଉ ହୁଏ ପୂର୍ବରୁ OPRB ଆମର କଣ୍ଡକ୍ଟ କରେ, କିନ୍ତୁ ଏହି ବର୍ଷ ଆମର ଏଇ ଏକ୍ଜାମ କୁ OUSSC କଣ୍ଡକ୍ଟ କରିବ। ନିହାତି ଗୋଟେ ନୂଆ ଟିମ୍ ଯେହେତୁ କଣ୍ଡକ୍ଟ କରୁଛି, ତ ମୁଁ ଆଶା କରୁଛି ଏକ୍ଜାମ ଟି ନିହାତି ମଧ୍ୟ ଭଲରେ ହବ। କିଛି ସେମିତି କରପସନ ରହିବ ନାହିଁ। ସୋ ଆପଣ ମାନେ ଆଜିଠାରୁ ଆପଣଙ୍କର ପ୍ରିପାରେସନ ଜାରି ରଖନ୍ତୁ ଏବଂ ନଲେଜ ଟାଇଟ୍ ୟୁଟ୍ୟୁବ ଚ୍ୟାନେଲକୁ ଆସି ସେ ସବୁ ବିଷୟରେ ଡିସ୍କସନ ହଉଛି। ଯାହା ଯାହା କ୍ୱେଶ୍ଚିନ୍ ଆସୁଛି ତାହା ମଧ୍ୟ ପଢନ୍ତୁ। ବିଭିନ୍ନ ଥିଓରି କ୍ଲାସ କରାଯାଉଛି, ସେଗୁଡିକ ମଧ୍ୟ ପଢନ୍ତୁ ଏବଂ ନଲେଜ ଟାଇଟ୍ ୟୁଟ୍ୟୁବ ଚ୍ୟାନେଲକୁ ଫଲୋ ମଧ୍ୟ କରନ୍ତୁ। ତାପରେ ଆମେ ଦେଖିବା କଣ କଣ ଏଜୁକେଶନାଲ କ୍ୱାଲିଫିକେସନ ରହୁଛି। ପ୍ରଥମେ ଆମେ ଦେଖିବା ଏଜ କଥା। କନଷ୍ଟେବଲ କମ୍ୟୁନିକେସନ ରେ 18ରୁ 23 ବର୍ଷ ଏଜ ରହିଛି। ସେମିତିକି OISF କନଷ୍ଟେବଲ ରେ ବି ଆମର 18ରୁ 23 ରହିଛି। ସିଭିଲ କନଷ୍ଟେବଲ ରେ ବି 18ରୁ 23 ବର୍ଷ ରହିଛି। ସେମିତି SI ଏବଂ ଇକ୍ୟୁଭାଲେଣ୍ଟ ରାଙ୍କର ଯୋଉ ସବୁ ପୋଷ୍ଟ ବାହାରିବ ସେଥିରେ ଆମର 18ରୁ 25 ବର୍ଷ ବୟସ ସୀମାକୁ ନିର୍ଦ୍ଧାରିତ କରାଯାଇଛି। କିନ୍ତୁ ଯେମିତିକି ସବୁ ଏକ୍ଜାମ ରେ ଆମର କିଛି ଏଜ ରିଲାକ୍ସେସନ ରହିଥାଏ, ସେମିତିକି ଏହି ଏକ୍ଜାମ ରେ ମଧ୍ୟ ଏଜ ରିଲାକ୍ସେସନ ରହିଛି। OBC ପାଇଁ 3 ବର୍ଷର ଏଜ ରିଲାକ୍ସେସନ ଅଛି। ସେଭଳି SC ST ପାଇଁ 5 ବର୍ଷର ଆମର ଏଜ ରିଲାକ୍ସେସନ ରହିଛି। ଏବେ ଆମେ ତାହେଲେ କ୍ୱାଲିଫିକେସନ ଉପରକୁ ଯିବା। କଣ ପଢିଥିଲେ ଆପଣ ଏଲିଜିବଲ ଏଥିରେ ଆପ୍ଲିକେସନ କରିବା ପାଇଁ। ପ୍ରଥମେ ଆମେ ଦେଖିବା କନଷ୍ଟେବଲ କମ୍ୟୁନିକେସନ ପାଇଁ ଆମର +2 ସାଇନ୍ସ ଦରକାର। ଆର୍ଟସ କିମ୍ବା କମର୍ସ ଯେକୌଣସି ଷ୍ଟ୍ରିମ ର ପିଲାମାନେ ଆମେ ଆପ୍ଲାଏ କରିପାରିବା ନାହିଁ। କେବଳ କନଷ୍ଟେବଲ କମ୍ୟୁନିକେସନ ପାଇଁ +2 ସାଇନ୍ସ ଦରକାର। OISF କନଷ୍ଟେବଲ ପାଇଁ ଆମର +2 ର ଯେକୌଣସି ଆମେ ବି ପଢିଥିଲେ ଚଳିବ, କିନ୍ତୁ +2 ଲେଭେଲ। ସେଭଳି ସିଭିଲ କନଷ୍ଟେବଲ ପାଇଁ ମଧ୍ୟ ଆମର +2 ଯେକୌଣସି ପାଠ ପଢିଥିଲେ ଚଳିବ। SI କିମ୍ବା ଇକ୍ୟୁଭାଲେଣ୍ଟ ରାଙ୍କ ପାଇଁ ଆମର ଗ୍ରାଜୁଏସନ ଦରକାର। ଗ୍ରାଜୁଏସନ ର ଦରକାର ଯେକୌଣସି ଷ୍ଟ୍ରିମ୍, ଫିଜିକ୍ସ ହଉ, କେମିଷ୍ଟ୍ରି ହଉ, ମ୍ୟାଥ ହଉ କି ଆର୍ଟସ ର ଯେକୌଣସି ଇକୋନୋମିକ୍ସ ହଉ, ପଲିଟିକ୍ସ ହଉ, ହିଷ୍ଟ୍ରି ହଉ, ଯେକୌଣସି ଷ୍ଟ୍ରିମ୍ ନେଲେ ଆମେ SI କିମ୍ବା ଇକ୍ୟୁଭାଲେଣ୍ଟ ରାଙ୍କ ର ଜବ୍ ଗୁଡାକ ଆମେ ଆପ୍ଲାଏ କରିପାରିବା। ମୁଁ ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ମୋର ଏଇ ଛୋଟ ଭିଡିଓଟି ନିହାତି ଭାବରେ ଭଲ ଲାଗିଥିବ। ଯେମିତି ଏଇଭଳି ନୂଆ ନୂଆ ଭିଡିଓ ଜାଣିବା ପାଇଁ କିମ୍ବା ଏବେର ଜବ୍ ତଥା ଯେକୌଣସି ପୋଷ୍ଟ ବାହାରୁ ଯାହା ବି ହଉ ସେ ବିଷୟରେ ଅପଡେଟ ରହିବା ପାଇଁ ନଲେଜ ଗାର୍ଡ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ମୁଁ ମୋର ଚ୍ୟାନେଲରେ ବହୁତ କିଛି କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ କରୁଛି, ଥିଓରି ମଧ୍ୟ କ୍ଲାସ କରୁଛି। ଯଦି ଆପଣମାନଙ୍କୁ ମୋର ଚ୍ୟାନେଲ ଭଲ ଲାଗୁଥିବ ତାହେଲେ ଆପଣମାନେ ଯାଇକି ପ୍ଲେ ଲିଷ୍ଟରେ ମଧ୍ୟ ଭିଡିଓ ଗୁଡିକ ଦେଖିପାରିବେ। Thank you so much for your love, support and valuable time. Thank you so much to all.